ଏବେ ଯାଜପୁରରେ ଖୋଲିଲା ନୂତନ ଭାବେ ପାଣିକୋଇଲି ଅଞ୍ଚଳରେ ଓଡିଶା ଆରୁଷି ହୋଟେଲ ଏବଂ କାହିଁକି ହୋଟେଲ ଖୋଲା ହେଇଛି ନୂତନ ଭାବରେ ଏବଂ ତାଙ୍କର କଣ ରହିଛି ହୋଟେଲରେ କେତେ ଖାଦ୍ୟ ଉପରେ ପ୍ରିଓରିଟି ରହିଛି ଏବଂ କେତେ କମ ପଇସାରେ ଲୋକମାନେ ଏଠି ଖାଇକି ଯାଇପାରିବେ ସେ ବିଷୟରେ ଆସନ୍ତୁ ସିଧାସଳଖ ପଚାରି ବୁଝିବା। ଆପଣଙ୍କ ପରିଚୟ ରଖିବେ। ମୋ ନାଁ ହେଲା ସୋନାଲିସା ଧଳ। ଆଉ ଯାଜପୁର ମୋ ଘର। ତ ଭୁବନେଶ୍ୱରରେ ମୋର ଗୋଟେ ହୋଟେଲ ଅଛି, ଛୋଟ ହୋଟେଲ। ଆମେ ହଜବେଣ୍ଡ ୱାଇଫ ସେ ହୋଟେଲକୁ ବହୁତ କଷ୍ଟର ସହିତ ତାକୁ ଚଲେଇଛୁ। ଆଉ ଲୋକମାନେ ବି ବହୁତ ସନ୍ତୁଷ୍ଟ ସେଠି ଖାଇକି। ଆଉ ଆମର ମିସ୍ତ୍ରୀ ଲେବର ନଥିଲେ ବି ଆମର ହୋଟେଲ କେବେ ବି ବନ୍ଦ ହେଇନି ସେଠି। ଆମେ ସ୍ୱାମୀ ସ୍ତ୍ରୀ ବହୁତ ପରିଶ୍ରମ କରି କଷ୍ଟ କରି ସେ ହୋଟେଲକୁ ଆମେ କରିଛୁ। ମୋ ଝିଅ ନାଁରେ ସେ ହୋଟେଲ ହେଇଛି ଆରୁଷି ସେଠି। ତ ସେଥିପାଇଁ ଆମେ ଭାବିଲୁ, ମୋ ହଜବେଣ୍ଡଙ୍କର ଗୋଟେ ସ୍ୱପ୍ନ ଥିଲା ଲୋକମାନଙ୍କୁ ଭଲରେ ଖାଇବାକୁ ଦେବେ, କମ ପ୍ରାଇଜରେ ଦେବେ। ଗରିବ ଲୋକମାନଙ୍କୁ ବି ଆମେ ସେଠି କେତେ ଜଣଙ୍କୁ ଫ୍ରିରେ ବି ଲୋକମାନଙ୍କୁ ଖାଇବାକୁ ଦଉ। ଆଉ ପଖାଳ ଆଇଟମ ଆମର ଗୋଟେ ସେଠି ହୁଏ। ମାନେ ଏଇଠି 3 ମାସ ଆମର ବେପାର ହୁଏ। ଲୋକମାନେ ବହୁତ ଆଡୁ ଲୋକ ଆସନ୍ତି ଖାଇବା ପାଇଁ, ବହୁତ ଖୁସିର ସହିତ ଖାଆନ୍ତି। ଆଉ ଆମେ ହଜବେଣ୍ଡ ୱାଇଫ ନିଜେ ବି ସେ ଆଇଟମ ଗୁଡାକ ବି ବନେଇଛୁ, ଖାଆନ୍ତୁ ଲୋକମାନେ ଖୁସିରେ। ଆଉ ସେ ପ୍ରାଇଜ ବି ବହୁତ ଖୁସିରେ ସେମାନେ ଅନୁଭବ କରନ୍ତି, ଭଲ ପ୍ରାଇଜ ରେ ଦଉଛନ୍ତି। ଆରୁଷି ହୋଟେଲ ବୋଲିକି ସେଠି କହିଲେ, ଭୁବନେଶ୍ୱରରେ କହିଲେ ବହୁତ ନାଁ ସେଠି। ଆଉ ଏଇଟା ହଉଛି ମୋର ସ୍ୱପ୍ନ ଥିଲା କି ଆମେ ପୁଣି ଯାଜପୁରରେ ଗୋଟେ ହୋଟେଲ ଖୋଲିବୁ। ତ ସେମିତି ଆମର କିଛି ସ୍ୱପ୍ନ ରହିଯାଇଥିଲା। ସେଇ ସ୍ୱପ୍ନ ସକାଶେ ଆମେ ଏଠି ହୋଟେଲ ଗୋଟେ ଖୋଲିଲୁ ଓଡିଶା ଆରୁଷି ନାଁରେ। ତ ମୋ ଭାଇ ବି ମୋ ସହିତ ସେଟେଲ ହେଲେ, ମନୋଜ କୁମାର ନାୟକ। ତ ମୁଁ ତ ଏକା ପାରିନଥାନ୍ତି, ତେଣୁ କରିକି ଆମେ ଭାଇ ଭଉଣୀ ମିଶିକି ଜାଗାଟାକୁ କିଣିଲୁ। କିଣିଲା ପରେ ଆମେ 2 ଜଣ କହିଲୁ କି ଆଉ କିଛି କରିବାନି, ଆମର ହୋଟେଲ ହିଁ କରିବା। ଆମେ ହୋଟେଲରେ ଲୋକମାନଙ୍କୁ ଭଲ ଭାବରେ ଖାଇବାକୁ ଦବା, ଆଉ କମ ପ୍ରାଇଜ ରେ ଦବା। ଲୋକମାନେ ମୂଲିଆ ମଜୁରୀ ଲୋକମାନେ ଖଟୁଛନ୍ତି, ତାଙ୍କ ପ୍ରାଇଜ ଅନୁସାରେ ସେମାନେ ହୋଟେଲରେ ଖାଇ ପାରୁନାହାନ୍ତି। ତେଣୁ କରିକି ଆମର ସେଇ ସ୍ୱପ୍ନଟା ଥିଲା, ଆମେ ସମସ୍ତଙ୍କୁ ଭଲ ପ୍ରାଇଜ ରେ ଖାଇବାକୁ ଦେବୁ। ସମସ୍ତେ ଖାଇପାରିବେ, ଗରିବ ଲୋକ ବି ଖାଇପାରିବେ, ଧନୀ ବି ଖାଇପାରିବେ। ଆମ ପାଖରୁ ଆସିକି କେହି ବି ଫେରିକି ଯିବେନି। ଏଇଟା ମୋର ସ୍ୱପ୍ନ ଥିଲା, ମୋ ହଜବେଣ୍ଡଙ୍କର ମୋର ଆମେ ସ୍ୱପ୍ନ ଥିଲା ଏଇଟା। ଯେମିତିକି ଆମେ ଦେଖିବା ଯୋଉ ରାଜପଥ ଯୋଉ ରହିଛି ଆମର NH5 ଯୋଉ ରହିଛି, ସେଥିରେ ହଜାର ହଜାର ସଂଖ୍ୟାରେ ପ୍ରତ୍ୟେକ ଦିନ ଦୈନିକ ଦିନ କଟକ ଭୁବନେଶ୍ୱର ଯାଉଛନ୍ତି ଏବଂ ବାଲେଶ୍ୱରରୁ ମଧ୍ୟ ଯାଉଛନ୍ତି, କେଉଁଝରରୁ ମଧ୍ୟ ଆସୁଛନ୍ତି। ଇଏ ହଉଛି ପାଣିକୋଇଲି ଠାରୁ ମିନିମମ୍ 4-5 କିଲୋମିଟର ଦୂର ହବ। ଆପଣ ଭାବେ ନିଶ୍ଚିତ ଆସନ୍ତୁ, ଏଇ ଯୋଉ ଓଡିଶା ଆରୁଷି ହୋଟେଲ ରହିଛି ସେଠି ଆସି ନିଶ୍ଚିତ ଭାବରେ ଖାଇକି ଯାଆନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ସାଙ୍ଗକୁ କମ ପଇସାରେ ଆପଣଙ୍କୁ ଖାଦ୍ୟ ମିଳିବ ଏବଂ ତାଙ୍କର ଯେତିକ ଷ୍ଟାଫ ରହିଛନ୍ତି 40ରୁ ଉର୍ଦ୍ଧ୍ୱ ଷ୍ଟାଫ ରହିଛନ୍ତି। ଆପଣ ମାନଙ୍କୁ ଲେଟ୍ ବି ହବନି, ଆପଣଙ୍କ ଅର୍ଡର ପହଞ୍ଚିଲା ମାନେ ସାଙ୍ଗେ ସାଙ୍ଗେ ଆପଣଙ୍କର ଖାଦ୍ୟ ରେଡି ଏବଂ ଆପଣଙ୍କର ଯୋଉ ବ୍ୟସ୍ତତା ଜୀବନ ଭିତରେ ଯୋଉ ଶୀଘ୍ର ଚାହାନ୍ତି ଆମେ ସେ ଖାଇକି ପଳାଇବୁ, ଏଠି ନିଶ୍ଚିତ ଭାବରେ ଆପଣ ଆସିପାରିବେ, କମ ସମୟ ଭିତରେ ଖାଇକି ଯାଇପାରିବେ। ଆମେ ଯଦି ପଚାରିବା ଯେ NH ସାଇଡରେ ଜନସାଧାରଣ ମାନେ ଯାଉଛନ୍ତି ତାଙ୍କୁ କଣ କହିବେ? ସେମାନଙ୍କୁ କହିବି, ଆମ ହୋଟେଲକୁ ନିଶ୍ଚିତ ଥରେ ଆସନ୍ତୁ। ଥରେ ଆସନ୍ତୁ, ଆମ କହିବା ଅନୁସାରେ ଆମେ ଖାଇବାକୁ ଆପଣଙ୍କୁ ଦେଇପାରୁଛୁ କି ନାହିଁ, ଆମ ସର୍ତ୍ତ ଅନୁସାରେ ଆମେ ଆପଣଙ୍କର ଫୁଲଫିଲ୍ କରିପାରୁଛୁ କି ନାହିଁ, ଆପଣ ନିଶ୍ଚିତ ଆମ ହୋଟେଲକୁ ଥରେ ଆସନ୍ତୁ। ଆଉ ଏଇଟା ତ ଆମର ମାନେ ଗୋଟେ ଆପଣ ମାନଙ୍କ ପାଇଁ ସେବା କହିବାକୁ ଗଲେ। ଆଉ ଆପଣ ମାନେ ଆସିକି ଥରେ ଆମ ହୋଟେଲର ଟେଷ୍ଟ ଖାଆନ୍ତୁ, ଭଲ ମନ୍ଦ କରନ୍ତୁ, ଆସିକି ବୁଲିକି ଯାଆନ୍ତୁ। ତ ସେଇଟା ଆମକୁ ଖୁସି ଲାଗିବ। ଆମ କହିବା ଅନୁସାରେ ଆମେ ସର୍ତ୍ତଟା ପୂରଣ କରୁଛୁ କି ନାହିଁ ଆପଣ ମାନେ କହିବେ। ଦେଖୁଥିଲେ ଯେମିତି ମ୍ୟାଡମ କହୁଥିଲେ ଥରେ ଆସନ୍ତୁ ଏବଂ ଖାଇକି ଯାଆନ୍ତୁ, ଆପଣ ଜାଣିପାରିବେ ଓଡିଶା ଆରୁଷି ହୋଟେଲ ଯୋଉ ଆଜି ସେ ଯୋଉ ଭାବରେ କହୁଛନ୍ତି ଯୋଉ ସ୍ୱାଦିଷ୍ଟ ଖାଦ୍ୟ କମ ପଇସାରେ ମିଳୁଛି, ନିଶ୍ଚିତ ଭାବରେ ଆସନ୍ତୁ, ଥରେ ଥରେ ଖାଇକି ଯାଆନ୍ତୁ। ଆଉ ଜଣେ ଆମ ସହିତ ଅଛନ୍ତି, ତାଙ୍କଠୁ ମଧ୍ୟ ଆସନ୍ତୁ ପଚାରି ବୁଝିବା ହୋଟେଲ ବିଷୟରେ କେତେ ହଉଛି ଲୋକମାନଙ୍କ ପ୍ରତି ସେବା ଯୋଉ ମନୋଭୂତି ରଖିଛନ୍ତି, ଯୋଉ NH ସାଇଡ ହୋଟେଲ ତାଙ୍କ ବିଷୟରେ ପଚାରିବା। ଆପଣ ପରିଚୟ ରଖିବେ। ଆଜ୍ଞା ନମସ୍କାର, ମୋ ନାଁ ହେଲା ଆଶୁତୋଷ ପାତ୍ର। ମୋର ଘର ହେଲା ଭୁବନେଶ୍ୱର। ଆଉ ଭୁବନେଶ୍ୱରରେ ଥିବା ସୈନିକ ସ୍କୁଲ ପାଖରେ ଥିବା ଆରୁଷି ହୋଟେଲରେ ଆମର 3 ବର୍ଷ ହେଲା ଲଗାତାର ଆମର ସେଇଠି ସବୁବେଳେ ଖିଆ ପିଆ, ଅତିଥି ଘରକୁ ଆସିଲେ ତାଙ୍କ ପାଇଁ ବି ପାର୍ସଲ ଏରିକା ଯିବା, ସେଇଠି ଗୋଟେ ରେଗୁଲାର ଫେଜରେ ଆମର ଆରୁଷି ହୋଟେଲରୁ ଆମର ଯାଏ। ଯୋଉଟା କି ଆରୁଷି ହୋଟେଲ ଆମକୁ ସବୁବେଳେ ଗୋଟେ ହେଲ୍ଦି ମାନେ ଆଉ କ୍ୱାଣ୍ଟିଟି, ଏଇ ଦିଟା ତାର ସବୁବେଳେ ଫୋକସ ଥାଏ, ଯୋଉଥିପାଇଁ ଆମେ ତାଙ୍କର ରେଗୁଲାର କଷ୍ଟମର। ସୋ ସିଏ ଯେହେତୁ ମୁଁ ତାଙ୍କ ରେଗୁଲାର କଷ୍ଟମର, ମତେ ସିଏ ଇନଭାଇଟ୍ କରିଥିଲେ ପାଣିକୋଇଲି ସ୍ଥିତ ଏଇ ହୋଟେଲ ଟିକେ। ଆଣ୍ଡ ମୁଁ ଆସିଛି, ଆଣ୍ଡ ମୁଁ ଆଶା କରୁଛି ଯେ ଯେମିତି ସେମାନେ ଭୁବନେଶ୍ୱରରେ ଆମକୁ ସେମିତି ସର୍ଭିସ ପ୍ରୋଭାଇଡ କରୁଛନ୍ତି, ଦେନ୍ ଏଇଠି ମଧ୍ୟ ସେଭଳି ମାନେ ଆମକୁ ଖାଇବାକୁ ମିଳିବ। ଆଣ୍ଡ ସବୁ ଜିନିଷ କ୍ୱାଣ୍ଟିଟି ଆଣ୍ଡ କ୍ୱାଲିଟି ଉପରେ ସେମାନେ ଯେମିତିକି ଭାଇ କହୁଥିଲେ ସବୁଠୁ ବଡ କଥା ଯୋଉ ଖାଇବା କ୍ୱାଣ୍ଟିଟି ଉପରେ ଏବଂ ଯୋଉ ଶୁଦ୍ଧତା ରହିଛି, ଯେମିତିକି କହୁଥିଲେ
ଯେ ଆପଣ ଆସିବେ ଆପଣଙ୍କୁ ଫିଲ୍ ହେବ ଯେ ମୋ ନିଜ ଘରେ ଖାଉଛି ଏବଂ ଯୋଉ ସ୍ୱାଦିଷ୍ଟ ରହିଛି ସମସ୍ତ ପ୍ରକାର ବ୍ୟବସ୍ଥା ହେଇଛି। ମାଲିକ ମଧ୍ୟ ଏଥିରେ ଏଇ ରୋଷେଇ ଉପରେ ଧ୍ୟାନ ଦଉଛନ୍ତି ସମ୍ପୂର୍ଣ୍ଣ ଭାବରେ, ଯେମିତି ଲୋକମାନେ ସ୍ୱାଦିଷ୍ଟ ଖାଦ୍ୟ ଖାଇବେ ଏବଂ ଭଲ ଖାଦ୍ୟ ଖାଇବେ କମ ପଇସାରେ। ନିଶ୍ଚିତ ଭାବରେ ଆପଣମାନେ ଆସନ୍ତୁ, ଥରେ ଥରେ ଖାଇକି ଯାଆନ୍ତୁ। ଯାଜପୁରରୁ ଜିତୁ ବେହେରା, ନ୍ୟୁଜ୍ 19 ଓଡ଼ିଶା।